ఆకాశవాణి ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଭାରତ ସ୍ଲୋଭାକ ବ୍ୟବସାୟିକ ଫୋରମକୁ ବ୍ରାଟିସ୍ଲାଭାଠାରେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ଅଭିଯୁକ୍ତ ତାହର ରାଣାକୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଆଜି ଅଣାଗଲା ଭାରତକୁ। ଓଡ଼ିଶାରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏବଂ ଆଜି ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍ଲାଭାଠାରେ ସ୍ଲୋଭାକ ଭାରତ ବ୍ୟବସାୟିକ ଫୋରମକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ବ୍ୟବସାୟିକ ସୁଯୋଗକୁ ଆପୋଷ ଭାଗିଦାରୀରେ ପରିବର୍ତ୍ତନ କରିବା ଲାଗି ଏଭଳି ଫୋରମ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରିଥାଏ। ଆଗାମୀ ଦିନରେ ଭାରତର ଅର୍ଥ ବ୍ୟବସ୍ଥା 5 ଟ୍ରିଲିୟନ ଆମେରିକୀୟ ଡଲାରରେ ପରିଣତ ହେବା ସହିତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ପାଇବାକୁ ଯାଉଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି ସ୍ଲୋଭାକିଆର ସଶକ୍ତ ଶିଳ୍ପ ଭିତ୍ତିଭୂମି ଏବଂ ରଣନୈତିକ ଅବସ୍ଥିତି ମାଧ୍ୟମରେ ସେଠାରେ ଭାରତ ଲାଗି ନୂତନ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ଦିଗରେ ଭାରତର ପ୍ରତିଭା ସ୍ଲୋଭାକିଆର ଅର୍ଥବ୍ୟବସ୍ଥା ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ସ୍ଲୋଭାକିଆ ରାଷ୍ଟ୍ରପତି ନିଜ ଉଦ୍ବୋଧନରେ କହିଛନ୍ତି, ଦୁଇ ଦେଶ ପରସ୍ପରଠାରୁ ଅନେକ ଦୂରରେ ଥିଲେ ମଧ୍ୟ ଆମର ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହେବାରେ ଲାଗିଛି। ସ୍ଲୋଭାକର ଇଞ୍ଜିନିୟରିଂ ଏବଂ ବିନିର୍ମାଣ ଶକ୍ତି ସହିତ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତାର ମିଶ୍ରଣ ମାଧ୍ୟମରେ ଅନେକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦୁଇ ଦେଶର ଏହି ବ୍ୟବସାୟିକ ଫୋରମ ଏଭଳି ସୁଯୋଗକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ଶ୍ରୀ ପେଲିଗ୍ରିନି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ଅବସରରେ ସେ ପ୍ରଥମେ ବାରାଣସୀ ଗସ୍ତ କରି 3,880 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ 70 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭେ ବନ୍ଦନା କାର୍ଡ ବଣ୍ଟନ କରିବେ। ଭିତ୍ତିଭୂମି ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ବାରାଣସୀରେ ସଡ଼କ ସଂଯୋଗୀକରଣକୁ ଅଧିକ ସୁସଂହତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ କେତେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାଛଡ଼ା ଶକ୍ତି କ୍ଷେତ୍ରରେ ମୌଳିକ ଢାଞ୍ଚାକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 1,045 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା 2ଟି 400 କିଲୋଭୋଲ୍ଟ ଏବଂ ଗୋଟିଏ 220 ଭୋଲ୍ଟ ଟ୍ରାନ୍ସମିଶନ ସବଷ୍ଟେସନକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ଘାଟନ କରିବେ। ଏହାପରେ ମଧ୍ୟପ୍ରଦେଶ ଗସ୍ତ କରି ଶ୍ରୀ ମୋଦି ଆନନ୍ଦପୁର ଧାମଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ଇସାଗଡ଼ ସ୍ଥିତ ଗୁରୁଜୀ ମହାରାଜ ମନ୍ଦିରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି। ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ଉଦ୍ୟୋଗ ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ଗୁଜରାଟ ଏକ ସଶକ୍ତ ବିଶ୍ୱ ଅର୍ଥବ୍ୟବସ୍ଥାର ପଥ ପ୍ରଦର୍ଶକ ଭାବେ ଉଭା ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଅହମ୍ମଦାବାଦଠାରେ ଗୁଜରାଟ ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଟେକ୍ ଏକ୍ସପୋ ଗେଟ୍ 2025କୁ ଭର୍ଚୁଆଲ ମାଧ୍ୟମରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଶାହା ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି 3 ଦିନିଆ ଏକ୍ସପୋରେ 300ରୁ ଅଧିକ ବିଶିଷ୍ଟ ଶିଳ୍ପାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। 2008 ମସିହା ନଭେମ୍ବର 26 ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ଅଭିଯୁକ୍ତ ତାହର ରାଣାକୁ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରତ୍ୟର୍ପଣ କରାଯାଇ ଏକ ସ୍ୱତନ୍ତ୍ର ବିମାନରେ ଆଜି ଭାରତ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ 69 ବର୍ଷ ବୟସ୍କ ପାକିସ୍ତାନର ମୂଳ ନିବାସୀ ତଥା କାନାଡାର ଜାତୀୟତା ଗ୍ରହଣ କରିଥିବା ତହରକୁ ଭାରତୀୟ ତଦନ୍ତକାରୀ ଅଧିକାରୀମାନେ ଏହି ସ୍ୱତନ୍ତ୍ର ବିମାନରେ ନେଇ ସନ୍ଧ୍ୟାରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ପହଞ୍ଚିଥିଲେ। ମୁମ୍ବାଇ ଆକ୍ରମଣ ଘଟଣାରେ ରାଣାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଜେରା କରାଯିବା ସହିତ ଅଦାଲତରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସନ୍ତ୍ରାସବାଦ ଆକ୍ରମଣ ମାମଲାରେ ଅଦାଲତରେ ଏନ୍ଆଇଏ ପକ୍ଷରୁ ବିଶିଷ୍ଟ ଆଇନଜୀବୀ ନରେନ୍ଦ୍ର ମାନଙ୍କୁ
କେନ୍ଦ୍ର ସରକାର ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରିଛନ୍ତି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଆସିବା ପରେ ଗତ 14 ବର୍ଷ ମଧ୍ୟରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। इस देश से आतंकवाद लगभग सफाया की ओर है और जो भी देशद्रोही जो इस भारत में अस्थिरता पैदा करना चाहा है, इन 14 वर्षों में उन पर कड़ी कार्रवाई हुई है और कोई देशद्रोही अब बचने वाला नहीं। आपण माने संवाद सुनुचंती आकाशवाणीरो। ओडिशा रे आसंता कालीठारू आयुष्मान भारत प्रधानमंत्री जन आरोग्य योजना लागू हेबो। ଏହି ଅବସରରେ କଟକଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ଉପଭୋକ୍ତାଙ୍କୁ କାର୍ଡ ଯୋଗାଇ ଦିଆଯିବା ସହିତ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ। ଦେଶର 29,000ରୁ ଉର୍ଦ୍ଧ୍ୱ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିତ୍ସାଳୟରେ ଏଥିଲାଗି ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ये जब स्कीम शुरू हुई थी तो उस समय 55 करोड़ लोग थे। बाद में 36 लाख परिवारों को जोड़ा गया, जो आशा वर्कर्स, जो आंगनवाड़ी वर्कर्स। जब प्रधानमंत्री मोदी जी तीसरी बार प्रधानमंत्री बने तो इस देश के 70 साल से ऊपर के हर व्यक्ति को जोड़ा गया और 6 करोड़ के आसपास उन लोगों को इसमें शामिल किया गया है। इस स्कीम के तहत अभी तक 2018 से लगभग 8 करोड़ 19 लाख पेशेंट्स, गरीब लोग, उनका इलाज हो चुका है और 1.26 लाख करोड़ रुपए खर्च हो चुके हैं। ଏଥିସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟ ବନ୍ଦନା ଯୋଜନା ମଧ୍ୟ ଆସନ୍ତାକାଲିଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଏହି ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ। ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କଟକସ୍ଥିତ ଶିଶୁ ଭବନର ନୂତନ ସୌଧକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ମଧ୍ୟପ୍ରଦେଶର ବଦନାୱର ଉଜ୍ଜୈନ ଜାତୀୟ ରାଜପଥକୁ ଉଦ୍ଘାଟନ କରିଛନ୍ତି। ଭାରତମାଳା ପ୍ରକଳ୍ପ ଅଧୀନରେ ଧର ଜିଲ୍ଲା ଅନ୍ତର୍ଗତ ଏହି ଜାତୀୟ ରାଜପଥ ନିର୍ମାଣରେ 1,352 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି, ମଧ୍ୟପ୍ରଦେଶରେ 33,000 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ଗ୍ରୀନ୍ ଫିଲ୍ଡ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। ଏତଦ୍ବ୍ୟତୀତ ଓମକାରେଶ୍ୱରଠାରେ ନର୍ମଦା ନଦୀରେ ଏକ ବିଶ୍ୱସ୍ତରୀୟ ଆଇକନିକ୍ ବ୍ରିଜ୍ ଏବଂ 1200 କୋଟି ଟଙ୍କା ବ୍ୟୟରେ 6ଟି ରୋପୱେ ନିର୍ମାଣ କରାଯିବ। ମଧ୍ୟପ୍ରଦେଶରେ ଆସନ୍ତା 1 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ମୌଳିକ ଢାଞ୍ଚାଗତ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏଥିସହିତ ଶ୍ରୀ ଗଡ଼କରୀ 10ଟି ସଡ଼କ ପ୍ରକଳ୍ପର ଭୂମିପୂଜନ ମଧ୍ୟ କରିଛନ୍ତି। ମୋଟ 328 କିଲୋମିଟର ଦୈର୍ଘ୍ୟର ଏହି ସମସ୍ତ ପ୍ରକଳ୍ପ ଲାଗି 5,800 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଆଇପିଏଲ୍ରେ ଆଉ କିଛି ସମୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁକାବିଲା ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତା ଅପରାଜୟ ରହିବା ସହ 6 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4ଟିରୁ 3ଟି ବିଜୟୀ ହୋଇ ତୃତୀୟ ସ୍ଥାନରେ ରହିଛି। ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନସିପ୍ର ମିକ୍ସଡ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳ ଏବଂ ତାନିସା କ୍ରାଷ୍ଟଙ୍କ ଯୋଡ଼ି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଚୀନର ନିଙ୍ଗବୋଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ଫାଇନାଲରେ ଏହି ଭାରତୀୟ ଯୋଡ଼ି ଚୀନର ହଙ୍ଗ ୱି ୟେ ଏବଂ ନିକୋଲେ ଗୋଞ୍ଜାଲସଙ୍କ ଯୋଡ଼ିକୁ 12-21, 21-16 ଓ 21-18 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଯୋଡ଼ି ଅସିତ ସୂର୍ଯ୍ୟ ଓ ଅମୃଥା ପ୍ରମୁଥେଶ ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ସେହିଭଳି ପୁରୁଷ ଡବଲ୍ସ ବର୍ଗରେ ରୁବନ କୁମାର ରେଥିନା ସାବାପାଥି ଓ ହରିହରନ ଆମସା କରୁନନଙ୍କ ଯୋଡ଼ି ଆଜି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ମାଲେସିଆ ଯୋଡ଼ିଠାରୁ ହାରିଯାଇଛନ୍ତି। ଏଥିସହିତ ମହିଳା ସିଙ୍ଗଲ୍ସ ବର୍ଗରେ ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ଭାରତର ପିଭି ସିନ୍ଧୁ ଏବଂ ପୁରୁଷ ସିଙ୍ଗଲ୍ସ ବର୍ଗରେ କିରଣ ଜର୍ଜ ଓ ପ୍ରିୟାଂଶୁ ରାଜାୱତ ମଧ୍ୟ ଆଜି ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ସ୍ଲୋଭାକ ବ୍ୟବସାୟିକ ଫୋରମକୁ ବ୍ରାଟିସ୍ଲାଭାଠାରେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ।
ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ଅଭିଯୁକ୍ତ ତହଉର ରାଣାକୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଆଜି ଅଣାଗଲା ଭାରତକୁ। ଓଡ଼ିଶାରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆଜି ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।